ଆପଣ ସ୍ୱାଧୀନ ଭାବେ ଲଢୁଛନ୍ତି ସେ ବିଷୟ ନେଇ କଣ କହିବେ ସାର୍? ସ୍ୱାଧୀନ ଭାବେ ଲଢୁଛି ତାକୁ ଧାରଣ ହେଲାଣି ଧାରଣ ହେଉଛି ସୁଭଦ୍ରା ଦାସ ସୁଭଦ୍ରା ହେଲାଣି ମୁଁ ବିହାର ତେରୁ ପର୍ଯ୍ୟନ୍ତ କାମ କରିଥିଲି ସେଇଟାକୁ ଫୋକସ୍ କରିଛି ନା ତା ଆଗରୁ କିଏ କରୁଛନ୍ତି ନା ତାପରେ 11 ବର୍ଷ ହେଲା କିଛି କୌଣସି କାମ ହେଇପାରୁନି। ଆଉ ଦେଖିବେ ତ ସବୁ ସ୍ଲମ୍ ଯିବେ ଯେତେ ସ୍ଲମ୍ ଉଠେଇ ନେଇ ଭଲ ଲୋକଙ୍କ ଘର ଦେଇଛି ସରକାର ପାଣି ମିଳିଯାଉଛି ସେମାନେ କାମ କରିବେ କାରଣ ହେଉଛି ପାଣି ପିଇବା ପାଣିର ଅଭାବ ଆଉ ସଫାସୁତୁରା ହେଇପାରୁନି ଏ ଦୁଇଟା ବହୁତ ବଡ଼ ପ୍ରୋବ୍ଲେମ୍ ହେଇଛି। ଆଉ ସହରରେ କୋଉ ଜାଗା ଆଉ ଠିକରେ ନାହିଁ ସବୁ ଖାଲ ଭଡ଼ା এটা সিটি ନାହିଁ ଉଦାହରଣ ହେଉଛି ଯେଉଁ ହାଉସିଂ ବୋର୍ଡ ଏରିଆ ଆମ ମାର୍କେଟକୁ ଆମର ରେଜିଷ୍ଟ୍ରେସନ ଅଫିସ ଛକ ପର୍ଯ୍ୟନ୍ତ ଖରାପ ହେଇଯାଇଛି ସେ ଏବେ ତିଆରି ତାଙ୍କର ଲାଗିଛି 8-10 ବର୍ଷ ହେଲା ସେ କାମ ଲାଗିଛି ଗୋଟେ ସାଇଡ୍ ଭାଙ୍ଗି ଗଲାବେଳୁ ଆଉ ସାଇଡ୍ ତିଆରି କରିବେ ଆଉ ଥରେ ଭାଙ୍ଗି ଗଲା ଆଉ ଏବେ ଗୋଟେ ସାଇଡ୍ ତିଆରି କରୁଥିଲେ ସେଟା ଆଉ ଥରେ ଭାଙ୍ଗି ଗଲା ଗୋଟେ ଆପ ଡାଉନ୍ ଦେଇଛି ପ୍ଲାନ୍ କିଏ କରୁଛନ୍ତି କିଏ ଯୋଉମାନେ ଅଛନ୍ତି କରୁଛନ୍ତି ଜାଣିପାରୁନି ଆମ ଗାଁର ଏତେ ବଡ଼ ରାସ୍ତା ଭାଙ୍ଗି ଚଉଡ଼ା କରି ସେମାନେ ମାସ 2 ମାସ ପତ୍ର ଦେଇଥିଲି ସେ ପତ୍ର 11 ମାସ ଭିତରେ 6 ମାସ 7 ମାସରେ 4 ମାସରେ ହେଇଗଲା ବଡ଼ ବଡ଼ କାମ ଯାକ ବ୍ରିଜ ହେଇଯାଉଛି ପୋଲ ହେଇଯାଉଛି ଏମାନଙ୍କୁ ଗୋଟେ ରାସ୍ତାଟି କରିଦେଲା ପରେ 10 ବର୍ଷ ଲାଗୁଥିଲା କି କାମ କରିବେ କି କାମ କରୁଥିଲେ ଏଇଠୁ ଜଣା ପଡ଼ିଯାଉଛି ଆହୁରି ବହୁତ ଜାଗାରେ ହଇରାଣ କରୁଥିଲେ ଖୋଲାଖୋଲି କରି ଭଲ ଭାବରେ ଯାକ ଯଦି କରିଥିବେ ସେ 30-40 ବର୍ଷ ଲାଇଫ୍ ତାକୁ ଖୋଲିକିରି ପାଇପ୍ ଲାଇନ୍ ଦୂରରେ ଭାଙ୍ଗି ଆଉ ଭିତରେ ପଶି ଆଉ ଫେବର ବ୍ଲକ ପକେଇବି ଫେବର ବ୍ଲକ ପକେଇବା ଦ୍ୱାରା ସେ ଫେବର ବ୍ଲକ ଭାଙ୍ଗିକି ବାହାରି ପଡ଼ୁଛି ବାହାରି ପଡ଼ିଲା ପରେ ଲୋକ ଝୁଟିକିରି ପଡ଼ି ମାଡ଼ ହେଉଛି ମେନ୍ ହେଉଛି ସିନିୟର ସିଟିଜେନ୍ ବେଶୀ ମାଡ଼ ହେଉଛି ପିଲାମାନଙ୍କୁ ବେଶୀ ମାଡ଼ ଛୋଟ ପିଲା ସାହିରେ ବୁଲିଲା ବେଳକୁ ଆଉ ବଡ଼ ଲୋକମାନଙ୍କୁ ବି ଅସୁବିଧା ଅଛି ଖାଲ ପଣା ଗୋଟେ ଖାଲ ହେଇଗଲା ଫେବର ଯଦି ବାହାରି ପଡ଼ିଲା ବର୍ଷା ଦିନେ ପାଣି ଯୋଉ ମୋଟର ସାଇକେଲ ଗଲାବେଳକୁ ପଡ଼ିକି ମାଡ଼ ହେଉଛି ଫେବର ବ୍ଲକଟା ସାଇଡ୍ରେ ଫୁଟପାଥରେ ଦେବା ଡିଜାଇନ୍ରେ ଏମାନେ ରାସ୍ତା ତିଆରି କରୁଛନ୍ତି ଗରିବ ଲୋକମାନଙ୍କ ପାଇଁ ଭଲ 1202 ଘର ମୁଁ ଦେଇଥିଲି ସରକାର ଦେଲାବେଳୁ ଆମେ 800 ଘର ପାଖାପାଖି ତିଆରି ହେଇଥିଲା ନିଜେ ତିଆରି କରିଥିଲେ ଏବେ ଭଲ କଣ୍ଡିସନ ଅଛି ପ୍ରାୟ 13-14 ବର୍ଷ ହେଲା ମୋର ଟାଇମ୍ ଭିତରେ 800 ଘର ଆଉ 400 ଘର ଥିଲା 1202 ଘର ମୁଁ ଯୋଉଟା କାମ କରିଥିଲି ସେଟା ଠିକ୍ ଠାକ୍ ଅଛି 100%। ଆପଣ ଯାଇକି ବୁଝିବେ ଯୋଉ 800 ଘର ମୋ ଟାଇମ୍ରେ ମୁଁ କରିଥିଲି ବିଭିନ୍ନ ସାଇଡ୍ ସ୍ଲମ୍ ଆଗରେ ହେଇଛି ଆଉ ଆମ ଗାଁ ରାଜକୀୟ ଭାଷାରେ ଅଞ୍ଚଳରେ ବହୁତ ଜାଗାରେ 800 ଘର ଦେଇଛି 800 ଘରରେ ଯଦି ଦୁର୍ନୀତି ଟଙ୍କାଟି ହେଇଛି ମୋ କଥା ଛାଡ଼ନ୍ତୁ ମୋ ଟାଇମ୍ରେ ଯୋଉ ଅଫିସର ଥିଲେ ସେମାନେ ଯଦି କହିବେ ସେ ଅଫିସର ଟଙ୍କାଟି ନେଇଛି ମୁଁ ରାଜନୀତି ଛାଡ଼ି ଦେଇ ଏବେ କ'ଣ ପୁରା ଦୁର୍ନୀତି ହେଉଛି ବହୁତ ଜାଗାରେ ଖର୍ଚ୍ଚ ବି ହେଇଛି ପ୍ରୁଫ୍ ଅଛି ମିଡ଼ିଆ ପାଖରେ ପ୍ରୁଫ୍ ଅଛି ଲୋକେ ବି ଜାଣିଛନ୍ତି ବନ୍ଧ 2,94,00,000 ପାଖାପାଖି ଆସିଥିଲା 3 କୋଟି ପାଖାପାଖି ସେ ଟଙ୍କାଟା 2022 ଖାଇକି ଆଉ ଥରେ ଫାଇନାଲ୍ କରୁଛନ୍ତି ବହୁତ ଜାଗାରେ ଫଲ୍ସ ବିଲିଭ୍ ସେଇଟା ପାଇଁ ରହୁଛି ଆଉ ଏମାନେ କ'ଣ କରୁଛନ୍ତି ନବୀନ ପଟ୍ଟନାୟକ ନାଁରେ ନରେନ୍ଦ୍ର ମୋଦି ନାଁରେ ଭୋଟ ଭିକ୍ଷା କରୁଛନ୍ତି ମୁଁ ମୋ ନିଜ ନାଁରେ ମୁଁ ଭୋଟ ମାଗୁଛି ଏମାନେ ତାଙ୍କର କିଛି ଅସ୍ତିତ୍ୱ ନାହିଁ ତାଙ୍କେ କିଛି କରୁନାହାନ୍ତି ତାଙ୍କେ ନରେନ୍ଦ୍ର ମୋଦି ଆସିବେ ଆମେ ଜିତିବୁ ପବନ କଲ୍ୟାଣ ଆସିବେ ସେ ପବନରେ ଆମେ ପଳେଇବୁ ନବୀନ ପଟ୍ଟନାୟକ ଆଇଏ ଆଉ ଥରେ ପ୍ରତିଶ୍ରୁତି ଦେବେ ଧର୍ମପୁରରୁ ଆସି ଭୋଟ ଦିଅନ୍ତୁ ଏଇଟା ମୋର ଦାୟିତ୍ୱ ବୋଲି କହିବେ ବୋଇଲେ ତାଙ୍କ ନାଁରେ ତାଙ୍କ ଇଏରେ ଜିତିବେ ହେଲା ଏମିତି ସବୁ ଚାଲିଛି କୌଣସି ପ୍ରକାର କାମ କିଛି କରୁନାହାନ୍ତି ସବୁ କ୍ଷେତ୍ରରେ ଦୁର୍ବଳ ସେଥିପାଇଁ ମୁଁ
ଯୋଉ ପ୍ରକାର କାମ କରୁଛି ସହରବାସୀ ମୋତେ ସପୋର୍ଟ ଦିଅନ୍ତି। ମୁଁ ତାଙ୍କ ପାଖକୁ ଯାଇ ନିଜେ କାମ କରୁଥିଲି। ମୁଁ କେବେ ହେଲେ କମ୍ପ୍ଲେନ୍ ଆସିଲା ଯାଏଁ ଜଗୁନି। କମ୍ପ୍ଲେନ୍ ଆସିଲେ ଯାଉଥିଲି। ରାସ୍ତା ଚଉଡ଼ାଟା ମୋତେ କିଏ କହିନାହାନ୍ତି। ଟ୍ରାଫିକ୍ ସମସ୍ୟା ହେଲା, ଆକ୍ସିଡେଣ୍ଟ ହେଲା, ଆମ୍ବୁଲାନ୍ସ ଯାଇପାରିଲାନି, ଲୋକ ହଇରାଣ ହେଲେ ଭାଙ୍ଗିକି ବାଜିବ। ଭାଙ୍ଗିକି ରାସ୍ତା ଚଉଡ଼ା କରିଦେଲୁ, ସମସ୍ୟା ସମାଧାନ ହେଇଛି। ଫ୍ଲାଇଓଭରଟା ଆମେ ପ୍ରପୋଜାଲ ଦେଇଥିଲୁ। ଗେଟ୍ ବଜାର ଫାଷ୍ଟ ଗେଟ୍ ବିଜୁପୁର ଖଲିକୋଟ କଲେଜ ପାଖ ଆମର କମାପଲ୍ଲୀ ସେ ସବୁ ସାଙ୍ଗସନ୍ ହେଇଯାଇଥିଲା, ପାସ୍ ହେଇଯାଇଥିଲା। ଖାଲି ଟେଣ୍ଡର ହେଇକି କାମ ହେଇଥାନ୍ତା। ଟେଣ୍ଡର ହେଲା ନା କାମ ହେଲା, ଆଉ ଥରେ ସେ ଯାହା ସବୁ ରିଟର୍ନ ହେଇଗଲା, ଆଉ ଥରେ ଆମେ ଲାଗିକି ଟେଣ୍ଡର କରିକି କାମ କରିବାକୁ ପଡ଼ିବ। ନହେଲେ ଟ୍ରାଫିକ୍ ସମସ୍ୟାଟା ବଢ଼ିଯିବ। ଏବେ ମୁଁ ସେ ଯୋଉ ସମୟରେ କରିଥିଲି ପ୍ରାୟ ହେଲାଣି 12-13 ବର୍ଷ କି 14-15 ବର୍ଷ ହେଲାଣି। ତାପରେ ପପୁଲେସନ ବଢ଼ିଲାଣି, ବହୁତ ଲୋକ ବାହାରୁ ଆସି ଘର କଲେଣି, ସିଟି ହେଲେଣି। ସେ ସିଟିଟା ହେଇପାରିଲାନି। ଟ୍ରାଫିକ୍ ସମସ୍ୟାଟା ଆଉ ଥରେ ବଢ଼ି ଗଲାଣି। ଦେଖି ସେ ସନ୍ଧ୍ୟା ସମୟ ହେଇଗଲା, ମନପନା ମାର୍କେଟ ସବୁ ଆମର ମାର୍କେଟ ଯାହା ଥିଲା ଗ୍ରିଲ୍ ମାର୍କେଟଟା ସେଟା ଧ୍ୱଂସ ହେଇଗଲାଣି। ଭେଣ୍ଡିଂ ଜୋନ୍ ହେଇଥିଲା, ଭେଣ୍ଡିଂ ଜୋନ୍ ମଧ୍ୟ 4ଟା ପରେ ଆଉ ନାହିଁ। ଏବେ ଯାଇଥିଲି କାଲି ଗେଟ୍ ଭେଣ୍ଡିଂ ଜୋନ୍ଟା ଭାଙ୍ଗିକି ବନ୍ଦ ହେଇଗଲା। କିନ୍ତୁ ପ୍ରାୟ ସେଇଟା ବିଜନେସ୍ ଅଛି। ମୁଁ ତାଙ୍କୁ ପ୍ରତିଶ୍ରୁତି ଦେଇ ଆସିଛି ଯେ ଭେଣ୍ଡିଂ ଜୋନ୍ଟାକୁ ମାର୍କେଟ କମ୍ପ୍ଲେକ୍ସ କରିବା। 5-6 ମହଲା କରିକି ତାଙ୍କୁ ସବୁ ପ୍ରକାର ସୁବିଧା ସେଇଠି ମାଛ, ଭେଜ୍, ନନ୍ ଭେଜ୍, ରେଶନ ସାମାନ ସବୁ ସେ ଏରିଆଟା ବ୍ରହ୍ମପୁରର ମୁଖ୍ୟ ଜାଗା ହେଉଛି ଫାଷ୍ଟ ଗେଟ୍ ଟୁ ଗେଟ୍ ବଜାର ପାଖାପାଖି ଏରିଆ ସବୁ ଜାଗା ମୁଖ୍ୟ ଜାଗା। ସେ ଜାଗାଟା ଦେଖନ୍ତୁ ପୁରା ଦିନକୁ ଦିନ ଦୁଧ ଆମ ଲୋକମାନଙ୍କୁ ଦେଖୁନାହାନ୍ତି। ଆଉ ଗରିବ ବୁଢ଼ା ବୁଢ଼ୀ ଯାକ ସବୁ ବହୁତ ସମସ୍ୟା ଅଛି। ଭଡ଼ା ଘରେ ରହୁଛନ୍ତି ଲୋକ, କାରଣ ଚଳିବାକୁ କଷ୍ଟ, ସେମାନେ ଭଡ଼ା ଘରେ ସେମାନଙ୍କୁ ମଧ୍ୟ ଘର କରିଦେବ। ଘରକୁ ଭଡ଼ା କରି ଲେବର ଶ୍ରେଣୀର ଲୋକ ଭଡ଼ା କରିଦେବ ଚଳିବାକୁ। ବହୁତ ସମସ୍ୟା ଅଛି, ସେଇଆ ସମାଧାନ